ହନୁମାନଜୀ କହିଥିବା ଏହି 5ଟି କଠୋର ସତ୍ୟ ଯଦି ଆପଣ ଜାଣିନଥିବେ ତେବେ ଜୀବନରେ ବହୁତ ବଡ଼ ଭୁଲ କରୁଛନ୍ତି। ପବନପୁତ୍ର ହନୁମାନଜୀ କି ଜୟ। ମିତ୍ରମାନେ, ଆପଣମାନେ ଜାଣନ୍ତି କେବେ କେବେ ଅତ୍ୟଧିକ ସରଳ ହେବା ମଧ୍ୟ ଏକ ଦୁର୍ବଳତା ହୋଇପାରେ। ଆମେ ଅନେକ ସମୟରେ ଭାବିଥାଉ ଯେ ଧର୍ମ ମାର୍ଗରେ ଚାଲିବା ମାନେ ସବୁକିଛି ଚୁପଚାପ ସହିବା ଓ ସମସ୍ତଙ୍କୁ ଆଖି ବୁଜି ବିଶ୍ୱାସ କରିଦେବା। କିନ୍ତୁ ଏହା ସତ୍ୟ ନୁହେଁ। ଏକ ସମୟରେ ସ୍ୱୟଂ ବଜରଙ୍ଗୀବାଲି ଜଣେ ରାଜାଙ୍କୁ ଏମିତି 5ଟି କଠୋର ସତ୍ୟ କଥା କହିଥିଲେ, ଯାହା ଆଜିର ଯୁଗରେ ପ୍ରତ୍ୟେକ ମଣିଷ ପାଇଁ ଜୀବନର ମନ୍ତ୍ର ସମାନ। ସେ କହିଥିଲେ, ଏକ ହାତରେ ମାଳା ଓ ଅନ୍ୟ ହାତରେ ଭାଳା ରହିବା ଦରକାର। ଆସନ୍ତୁ ଶୁଣିବା ସେହି ଅଦ୍ଭୁତ କାହାଣୀ। ଅଞ୍ଜନପୁର ରାଜ୍ୟର କାହାଣୀ। ପୁରାତନ ସମୟରେ ଏକ ରାଜ୍ୟ ଥିଲେ, ଅଞ୍ଜନପୁର। ସେଠାରେ ହରିତ୍ କ୍ଷେତ ଲହ ଲହ କରୁଥିଲା, ନଦୀମାନେ କଳକଳ ଧ୍ୱନିରେ ବହୁଥିଲେ ଓ ଲୋକମାନଙ୍କ ମୁହଁରେ ସଦା ଖୁସି ଦେଖାଯାଉଥିଲା। ଏହି ସୁଖ ଓ ସମୃଦ୍ଧିର କାରଣ ଥିଲେ ସେହି ରାଜ୍ୟର ଧର୍ମପରାୟଣ ରାଜା, ରାଜା ସୂର୍ଯ୍ୟପ୍ରତାପ ସିଂହ। ରାଜା ସୂର୍ଯ୍ୟପ୍ରତାପ ଶରୀରରେ ବହୁତ ଶକ୍ତିଶାଳୀ ଥିଲେ, କିନ୍ତୁ ହୃଦୟରେ ଅତ୍ୟନ୍ତ ଦୟାଳୁ। ପ୍ରତିଦିନ ସେ ସକାଳୁ ଉଠି ପ୍ରଥମେ ନିଜର ସୁଖ ସୁବିଧା ନୁହେଁ, ପ୍ରଜାଙ୍କର ଖବର ନେଉଥିଲେ। ସେ ସାଧାରଣ ବେଶରେ ଗଳିଗୁଡ଼ିକୁ ଯାଇ ଦେଖୁଥିଲେ, କେଉଁଠି କୌଣସି ଗରିବ ଲୋକ ଦୁଃଖରେ ଅଛନ୍ତି କି ନାହିଁ। ଦିନେ ଜଣେ ଗରିବ କୃଷକଙ୍କ ବଳଦ ଗାଡ଼ି କାଦୁଅରେ ଫସିଗଲା। ସେ ଏକା ତାହାକୁ ବାହାର କରିପାରୁନଥିଲା। ସେତେବେଳେ ଜଣେ ଘୋଡ଼ାରୁହ ଆସି ତାଙ୍କୁ ସାହାଯ୍ୟ କଲେ। ପରେ କୃଷକ ଜାଣିଲେ ଯେ ସେ ଘୋଡ଼ାରୁହ ଆଉ କେହି ନୁହେଁ, ସ୍ୱୟଂ ରାଜା ସୂର୍ଯ୍ୟପ୍ରତାପ। ରାଜା କହିଲେ, ମୁଁ ପ୍ରଥମେ ତୁମର ଭାଇ, ପରେ ରାଜା। ରାଜାଙ୍କ ହନୁମାନ ଭକ୍ତି। ରାଜା ସୂର୍ଯ୍ୟପ୍ରତାପଙ୍କର ସବୁଠାରୁ ବଡ଼ ଶକ୍ତି ଥିଲା ତାଙ୍କର ଭକ୍ତି। ସେ ମାନୁଥିଲେ ଯେ ଅଞ୍ଜନପୁରର ସତ୍ୟ ରକ୍ଷକ ହେଲେ ପବନପୁତ୍ର ହନୁମାନ। ରାଜମହଲ ମଧ୍ୟରେ ବଡ଼ ହନୁମାନ ମନ୍ଦିର ଥିଲା। ରାଜା ପ୍ରତିଦିନ 11 ଥର ହନୁମାନ ଚାଳିଶା ପାଠ କରୁଥିଲେ। ସମଗ୍ର ରାଜ୍ୟ ହନୁମାନ ଭକ୍ତିରେ ଡୁବିଥିଲା। ଲୋକମାନେ ଗାଉଥିଲେ, ସଙ୍କଟ କଟେ ମିଟେ ସବୁ ପୀରା, ଯୋ ସୁମେର ହନୁମତ ବଲ ବୀରା। ମହଲର ଭିତରରେ ଅନ୍ଧକାର, କିନ୍ତୁ ମିତ୍ରମାନେ, ଯେଉଁଠି ଅଧିକ ଆଲୋକ ଥାଏ ସେଠି ଛାୟା ମଧ୍ୟ ଗଭୀର ହୋଇଥାଏ। ରାଜାଙ୍କର 2 ରାଣୀ ଥିଲେ, ଭାନୁମତୀ ଓ ଚନ୍ଦ୍ରଲେଖା। ସେମାନେ ବହୁତ ସୁନ୍ଦର ଥିଲେ, କିନ୍ତୁ ତାଙ୍କ ମନ ରାଜାଙ୍କ ପରି ପବିତ୍ର ନଥିଲା। ସେମାନେ ରାଜାଙ୍କ ସରଳ ଜୀବନ ଓ ଭକ୍ତିକୁ ପସନ୍ଦ କରୁନଥିଲେ। ଏହି ସମୟରେ ରାଜ୍ୟରେ ଏକ ନୂତନ ସେନାପତି ଆସିଲେ, ଦୁର୍ଜନ ସିଂହ। ନାମ ପରି ସେ ଚତୁର ଓ କପଟୀ ଥିଲେ। ସେ ରାଣୀମାନଙ୍କ ମନର ଅସନ୍ତୋଷକୁ ଦେଖି ଧୀରେ ଧୀରେ ସେମାନଙ୍କୁ ନିଜ ଜାଲରେ ଫସାଇ ଦେଲେ। କିଛି ସମୟ ପରେ ରାଣୀମାନେ ସେନାପତି ସହିତ ଅନୈତିକ ସମ୍ପର୍କରେ ପଡ଼ିଗଲେ। ଭୟଙ୍କର ପାପ। କିଛି ଦିନ ପରେ 2 ରାଣୀ ଗର୍ଭବତୀ ହେଲେ। ରାଜା ଭାବିଲେ ଯେ ଏହା ହନୁମାନଜୀଙ୍କ ଆଶୀର୍ବାଦ। 2 ଶିଶୁ ଜନ୍ମ ହେଲେ, ବିଜୟ ଓ ବିନୟ। କିନ୍ତୁ ସେମାନେ ରାଜାଙ୍କ ସନ୍ତାନ ନୁହେଁ, ସେନାପତିଙ୍କ ସନ୍ତାନ ଥିଲେ। ଏହି ପାପର ପ୍ରଭାବ ସମଗ୍ର ରାଜ୍ୟ ଉପରେ ପଡ଼ିଲା। ଭୟଙ୍କର ଅକାଳ। କିଛି ସମୟ ପରେ ଅଞ୍ଜନପୁରରେ ଭୟଙ୍କର ଖରା ପଡ଼ିଲା। ବର୍ଷା ହେଉନଥିଲା, ନଦୀ ଶୁଖିଗଲା, କ୍ଷେତ ନଷ୍ଟ ହୋଇଗଲା। ପ୍ରଜା ଭୋକ ଓ ଶୋଷରେ ମରୁଥିଲେ। କିନ୍ତୁ ରାଜାଙ୍କୁ ଜଣାନଥିଲା ଯେ ଏହି ସମସ୍ତ ଦୁର୍ଦ୍ଦଶାର ମୂଳ କାରଣ ତାଙ୍କର ନିଜ ମହଲ ଭିତରେ ରହିଛି। ପ୍ରଜାଙ୍କ ଦୁଃଖ ଦେଖି ରାଜା ହନୁମାନ ମନ୍ଦିରରେ ପ୍ରତିଜ୍ଞା କଲେ, ହେ ବଜରଙ୍ଗୀବାଲି, ମୋ ପ୍ରଜାର ଦୁଃଖ ଦୂର କରନ୍ତୁ। ଯେଉଁ ପର୍ଯ୍ୟନ୍ତ ସତ୍ୟ ପ୍ରକାଶ ହେବ ନାହିଁ, ମୁଁ ଅନ୍ନ ଓ ଜଳ ଗ୍ରହଣ କରିବିନି। ହନୁମାନଜୀଙ୍କ ଆଗମନ। ରାଜାଙ୍କ ସତ୍ୟ ଭକ୍ତି ଦେଖି ହନୁମାନଜୀ ଏକ ବୃଦ୍ଧ ସାଧୁର ରୂପରେ ଅଞ୍ଜନପୁରକୁ ଆସିଲେ। ସେ ରାଜମହଲକୁ ପହଞ୍ଚି ସଭାରେ ସତ୍ୟକୁ ପ୍ରକାଶ କଲେ। ଏକ ଦିବ୍ୟ ସ୍ୱର୍ଣ୍ଣ ଗଦା ଅଣାଗଲା। ରାଜା ତାହାଙ୍କୁ ସହଜରେ ଉଠାଇଲେ, କିନ୍ତୁ ସେନାପତି ତାହାଙ୍କୁ ହଲାଇ ପାରିଲେ ନାହିଁ। ପରେ ରାଣୀମାନଙ୍କ ଶିଶୁମାନଙ୍କୁ ଗଦା ପାଖକୁ ନିଆଯାଇଗଲା। ସେତେବେଳେ ଅଦ୍ଭୁତ ଘଟଣା ଘଟିଲା। ସତ୍ୟ ପ୍ରକାଶ ପାଇଗଲା। ହନୁମାନଜୀଙ୍କ ପ୍ରକଟ ରୂପ। ସେହି ସାଧୁ ଅକସ୍ମାତ୍ ଦିବ୍ୟ ରୂପ ଧାରଣ କଲେ। ସମସ୍ତେ ଦେଖିଲେ ସ୍ୱୟଂ ପବନପୁତ୍ର ହନୁମାନ ସେଠାରେ ଦଣ୍ଡାୟମାନ। ରାଜା କାନ୍ଦି ପଡ଼ିଲେ। ହନୁମାନଜୀଙ୍କ 5ଟି ଶିକ୍ଷା। ହନୁମାନଜୀ କହିଲେ, ଧର୍ମପରାୟଣ ମଣିଷକୁ ମଧ୍ୟ
ପାଞ୍ଚଟି ସ୍ଥାନରେ କେବେ ସରଳ ହୋଇ ରହିବା ଉଚିତ ନୁହେଁ। ନମ୍ବର 1, ପରିବାରରେ ଅନ୍ଧବିଶ୍ୱାସ ନ କରି ପ୍ରେମ ରଖ, କିନ୍ତୁ ଅନ୍ଧବିଶ୍ୱାସ ନୁହେଁ। ନମ୍ବର 2, ରାଜ୍ୟ ଓ ସୁରକ୍ଷାରେ ସତର୍କ ରହିବା, ଏକ ହାତରେ ମାଳା ଅନ୍ୟ ହାତରେ ତଲୱାର। ନମ୍ବର 3, ଧନ ଓ ବ୍ୟବସାୟରେ ସାବଧାନ, ଧନରେ କେବେ ଅନ୍ଧବିଶ୍ୱାସ କରିବା ଉଚିତ ନୁହେଁ। ନମ୍ବର 4, ଦୁଷ୍ଟଙ୍କ ସମ୍ମୁଖରେ ଦୁର୍ବଳ ନ ହେବା, ସାପ ଯେତେ ବିଷହୀନ ହେଉ ମଧ୍ୟ ତାହାକୁ ଫୁଙ୍କିବା ଛାଡ଼ିକି ଉଚିତ ନୁହେଁ। ନମ୍ବର 5, ନ୍ୟାୟ କରିବା ସମୟରେ ମୋହ ଛାଡ଼ିବା, ନ୍ୟାୟରେ ନିଜ ପରେ ଭେଦ ନଥାଏ। ରାଜା ସେନାପତିଙ୍କୁ ରାଜ୍ୟରୁ ବାହାର କରିଦେଲେ, ରାଣୀମାନଙ୍କୁ ମଧ୍ୟ ତ୍ୟାଗ କଲେ, କିନ୍ତୁ ସେ 2 ଶିଶୁଙ୍କୁ ନିଜ ସନ୍ତାନ ପରି ପାଳନ କଲେ। ହନୁମାନଜୀ ଖୁସି ହୋଇ ଆକାଶରେ ଗଦା ଉଠାଇଲେ। ତୁରନ୍ତ ବର୍ଷା ହେବା ଆରମ୍ଭ ହେଲା। ଅଞ୍ଜନପୁର ପୁଣି ସମୃଦ୍ଧ ହେଲା। ମିତ୍ରମାନେ, ମନେ ରଖନ୍ତୁ, ଗରିବ ଓ ନିର୍ଦ୍ଦୋଷକୁ କେବେ ଯନ୍ତ୍ରଣା ଦିଅନ୍ତୁ ନାହିଁ, କିନ୍ତୁ ପାପୀ ଓ ଗର୍ଦ୍ଦାରୀକୁ କେବେ ଛାଡ଼ନ୍ତୁ ନାହିଁ। ଯେଉଁଠି ସତ୍ୟ ଓ ଭକ୍ତି ରହେ, ସେଠି ସ୍ୱୟଂ ବଜରଙ୍ଗୀବାଲି ରକ୍ଷା କରନ୍ତି। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ ଓ କମେଣ୍ଟରେ ଲେଖନ୍ତୁ ଜୟ ବଜରଙ୍ଗବଲି।